ସମଗ୍ର ଭାରତ ବର୍ଷରେ ଯେଉଁଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି 34 ଲକ୍ଷ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହିତ କେନ୍ଦ୍ରର ଏଚ୍ଆର୍ଡି ମିନିଷ୍ଟ୍ରି ଯେଉଁଭଳି ଭାବେ ଖେଳୁଛନ୍ତି, ତାଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରୁ ଠେଲି ଦେଉଛନ୍ତି, ତାକୁ ତୀବ୍ର ଭାବେ ବିଜୁ ଛାତ୍ର ଜନତା ଦଳ ନିନ୍ଦା କରୁଛି। ମଝିରେ କେନ୍ଦ୍ରମନ୍ତ୍ରୀ ସାମ୍ନାକୁ ଆସିଲେ, ତାଙ୍କ ଉକ୍ତି ରଖିଲେ କୌଣସି ପେପର ଲିକ୍ ହୁଏ ନାହିଁ, ଏକଥା ଭୁଲ ବୋଲି ପରବର୍ତ୍ତୀ ସମୟରେ ପ୍ରମାଣିତ ହେଲା। ପରବର୍ତ୍ତୀ ଉକ୍ତି ତାଙ୍କର ରଖିଲେ ଏଇଟା ଗୋଟେ ଲୋକାଲାଇଜ୍ ମ୍ୟାଟର, ଗୋଟେ ନିର୍ଦ୍ଦିଷ୍ଟ ଅଞ୍ଚଳର ଏ ଘଟଣାଟି ଘଟିଛି, ଯୋଉଟା ମଧ୍ୟ ପରବର୍ତ୍ତୀ ସମୟରେ ସମସ୍ୟା ଦ୍ୱାରା ସବୁ ଛାତ୍ରଛାତ୍ରୀ ସମ୍ମୁଖୀନ ହୋଇଛନ୍ତି, ଏକଥା ପ୍ରମାଣିତ ହେଲା। ଆଜି ଆପଣଙ୍କ ମାଧ୍ୟମରେ ମୁଁ କେନ୍ଦ୍ର ସରକାରଙ୍କୁ ଚେତାଇ ଦେବାକୁ ଚାହେଁ, ଆପଣମାନେ କେବଳ ନିଜର ନୀତି ଏବଂ ଉକ୍ତିରେ ସ୍ପଷ୍ଟତା ରଖନ୍ତୁ। ଖାଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ଅଧ୍ୟକ୍ଷକୁ ତାଙ୍କ ଦାୟିତ୍ୱରୁ ନିବୃତ୍ତ କରିଦେଲେ ଚଳିବ ନାହିଁ। କେଉଁଭଳି ଭାବେ ଆଜିର ଛାତ୍ର ସମାଜ ଭାରତ ବର୍ଷର ତାଙ୍କର ଯେଉଁଭଳି ଭାବେ ଭବିଷ୍ୟତ ସହିତ ଇଣ୍ଟିଗ୍ରିଟି ଉପରେ ପ୍ରଶ୍ନ ଉଠିଛି, ସାଧୁତା ଉପରେ, ସ୍ୱଚ୍ଛତା ଉପରେ ଯେଉଁଭଳି ଭାବେ ଛାତ୍ରଛାତ୍ରୀମାନେ ପ୍ରଶ୍ନ ଉତ୍ତୋଳନ କରୁଛନ୍ତି, ତାଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି, ସ୍ପଷ୍ଟତା ଆସିବା ଦରକାର। କେନ୍ଦ୍ର ସରକାର ଦାୟିତ୍ୱ ନେଇକି କ୍ଲାରିଟି ଆଣୁ, ନହେଲେ ଆଗାମୀ ଦିନରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇକି ଲଢ଼େଇ ଲଢ଼ିବା ପାଇଁ, ସ୍ୱର ଉତ୍ତୋଳନ କରିବା ପାଇଁ, ଆନ୍ଦୋଳନ କରିବା ପାଇଁ ବେଶୀ ସମୟ ଲାଗିବ ନାହିଁ। ମୁଁ ଆପଣଙ୍କ ମାଧ୍ୟମରେ ଚେତାଇ ଦେବାକୁ ଚାହେଁ, ଖୁବ୍ ଶୀଘ୍ର ଠୋସ୍ ପଦକ୍ଷେପ ନିଅନ୍ତୁ କେନ୍ଦ୍ର ସରକାର, ନହେଲେ ଗୋଟେ ବିରାଟ ଆନ୍ଦୋଳନ ସମଗ୍ର ଓଡ଼ିଶାରେ ଛାତ୍ର ସମାଜ ଗଢ଼ି ତୋଳିବା ପାଇଁ ପ୍ରସ୍ତୁତ ଅଛି। ଆଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଯେଉଁମାନେ ପରୀକ୍ଷାର ସମ୍ମୁଖୀନ ହେଉଛନ୍ତି, ତାଙ୍କ ମନରେ ଆଜି ପର୍ଯ୍ୟନ୍ତ ସେ ପ୍ରଶ୍ନ ରହିଛି ଘଟଣାଟି କେଉଁଭଳି ଭାବେ ଘଟିଲା। ଦୁଇଟି ଏକ୍ସାମିନେସନ, ଦୁଇଟି ଯୋଉଥିରେ ଭବିଷ୍ୟତର ପିଲାମାନଙ୍କର ଭବିଷ୍ୟତ ନିର୍ଦ୍ଧାରିତ ହୁଏ, ନିଟ୍ ହଉ ବା ୟୁଜିସି ନେଟ୍ ଏକ୍ସାମିନେସନ ହଉ, 33 ଲକ୍ଷରୁ ଉର୍ଦ୍ଧ୍ୱ ପିଲା ଆଜି ହନ୍ତସନ୍ତ ହଉଛନ୍ତି, ରାସ୍ତାରେ ବୁଲୁଛନ୍ତି, ତାଙ୍କର ଭବିଷ୍ୟତକୁ ଅନ୍ଧକାର ଭିତରୁ ଠେଲି ଦିଆଯାଇଛି। କେବଳ ଏନ୍ଟିଏ ଅଧ୍ୟକ୍ଷଙ୍କୁ ତାଙ୍କ ପଦରୁ ନିବୃତ୍ତ ରଖିଦେଲେ ଚଳିବ କି ଆଜ୍ଞା? ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ଏବଂ ଆଗାମୀ ଦିନରେ କେମିତି ସେ ଇଣ୍ଟିଗ୍ରିଟି ଉପରେ ପିଲାମାନଙ୍କର ବିଶ୍ୱାସ ପୁଣି ସେମାନେ ବଜାୟ ରଖିବେ, ଯୋଉ ବିଶ୍ୱସନୀୟତା ହରାଇ ବସିଛନ୍ତି ତାକୁ କେମିତି ବଜାୟ ରଖିବେ, ସେଥିପାଇଁ ପଦକ୍ଷେପ ନେବା ଦରକାର। ଆଣ୍ଟି ପେପର ଲିକ୍ ଲକୁ ନିଶ୍ଚିତ ଭାବେ ଆମେ ସ୍ୱାଗତ କରୁଛୁ, କିନ୍ତୁ ଏଟା କୋଉ ପୃଷ୍ଠଭୂମିରେ ଆସିଲା? ପ୍ରଥମେ ଏଚ୍ଆର୍ଡି ମିନିଷ୍ଟର କହିଲେ ଯେ କୌଣସି ପେପର ଲିକ୍ ଘଟଣା ହେଇନାହିଁ, ପରବର୍ତ୍ତୀ ପର୍ଯ୍ୟାୟରେ କହିଲେ ଏଇଟା ଗୋଟେ ନିର୍ଦ୍ଦିଷ୍ଟ ଲୋକାଲ ଇସ୍ୟୁ, ନିର୍ଦ୍ଦିଷ୍ଟ ଅଞ୍ଚଳରେ ଘଟଣା ଘଟିଛି। ସେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଲାରିଟି ଆଣୁନାହାନ୍ତି, ସ୍ପଷ୍ଟତା ଆଣୁନାହାନ୍ତି। ଏ ଘଟଣାଟି ସମଗ୍ର ଭାରତ ବର୍ଷର ଅତି ସମ୍ବେଦନଶୀଳ ଘଟଣା। ଛାତ୍ର ସମାଜ ଯେ ଦେଶର ଭବିଷ୍ୟତ, ତାଙ୍କ ସହିତ ଏଭଳି ଖେଳା ଯାଉଛି ଏବଂ ତାର ଦାୟିତ୍ୱ କେହି ନେଉନାହାନ୍ତି, ଆକୁ ଆମେ ଦୃଢ଼ ଭାବେ ନିନ୍ଦା କରୁଛୁ। ଆଗାମୀ ଦିନରେ ସେଥିରୁ ନିବୃତ୍ତ ରହିବା ସହିତ ଛାତ୍ର ସମାଜ ଯୋଉ ବିଶ୍ୱସନୀୟତା ହରାଇ ବସିଛି, ପୁଣି ଥରେ କେମିତି ତାର ବିଶ୍ୱସନୀୟତା ଅର୍ଜନ କରିପାରିବେ ଏବଂ ତା ସହିତ ଯୋଉମାନେ ଦୋଷୀ, ଜଣକୁ ଧରିକି ଆରେଷ୍ଟ କରିଦେଲେ ଚଳିବ ନାହିଁ, ଯୋଉମାନେ ଦୋଷୀ ରହିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ଦାବି କରୁଛୁ। ଛାତ୍ରଛାତ୍ରୀଙ୍କ ସହିତ କଣ ବିଜେଡି ଅଛି? ସମ୍ପୂର୍ଣ୍ଣ ଭାବେ ଛାତ୍ର ସମାଜ ସହିତ ବିଜୁ ଛାତ୍ର ଜନତା ଦଳ ଏବଂ ବିଜୁ ଜନତା ଦଳ ସମ୍ପୂର୍ଣ୍ଣ ଭାବେ ଠିଆ ହେଇଛି। ଯଦି ତାଙ୍କର ଉକ୍ତି ଏବଂ ନୀତି ଉପରେ ସ୍ପଷ୍ଟତା ନ ଆସେ, ଯେଉଁଭଳି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି ମାନନୀୟ ମନ୍ତ୍ରୀ, ତାଙ୍କର ବିଭାଗ ଉପରେ ଦଖଲ ଅଛି, ଏକଥା ତାଙ୍କ ଉକ୍ତିରୁ, ତାଙ୍କ କାର୍ଯ୍ୟକଳାପରୁ ଆମେ ସନ୍ଦେହ ପ୍ରକାଶ କରୁଛୁ। ତାଙ୍କର କୌଣସି ଦାୟିତ୍ୱ ନାହିଁ। ସିଏ ଦାୟିତ୍ୱ ନେଇକି କେଉଁଭଳି ଭାବେ ସ୍ପଷ୍ଟତା ଆସିବ, ତାଙ୍କର ଉକ୍ତି ଏବଂ ନୀତିରେ କେମିତି ସ୍ପଷ୍ଟତା ରହିବ, ସେ କଥା ଡିପାର୍ଟମେଣ୍ଟ, ଏଚ୍ଆର୍ଡି ଡିପାର୍ଟମେଣ୍ଟ ଛାତ୍ର ସମାଜ ଆଗରେ ଉପସ୍ଥାପନ କରିବାର ଆବଶ୍ୟକ।